going to discuss about Odisha ancient history in one short video. First, we are going to discuss ଓଡ଼ିଆ କେଉଁଠୁ ଆସିଛି? ଓଡ଼ିଆ ଆସିଛି ଓଡ୍ର ଟ୍ରାଇବ୍ସ, ଓଡ୍ର ଟ୍ରାଇବ୍ସରୁ ଆସିଛି, ଯେଉଁମାନେ କି ସେଣ୍ଟ୍ରାଲ କୋଷ୍ଟାଲ ରିଜନରେ ରହୁଥିଲେ। ସେଣ୍ଟ୍ରାଲ କୋଷ୍ଟାଲ ରିଜନ ମାନେ କେଉଁଟା ନା ଆମ ହିସାବରେ ମାନେ ମଡ଼ର୍ଣ୍ଣର ଖୋର୍ଦ୍ଧା ଆଉ ନୟାଗଡ଼ ଡିଷ୍ଟ୍ରିକ୍ଟକୁ ଆମେ ସେଣ୍ଟ୍ରାଲ କୋଷ୍ଟାଲ ରିଜନ କହିଥାଉ। ଦେନ୍ ଆମେ ଦେଖିବା ଏଇଠି କିଛି ମେଜର ଇନସିଡେଣ୍ଟ ଯେଉଁଟାକି ଆନ୍ସିଏଣ୍ଟ ହିଷ୍ଟ୍ରି ଟାଇମ୍ରେ ହେଇଥିଲା। ଯେମିତିକି ଫାଷ୍ଟ ମହାପଦ୍ମନନ୍ଦ କ'ଣ କରିଥିଲେ ନା କନକ୍ୟୁର କରିଥିଲେ କଳିଙ୍ଗକୁ କେତେ ମସିହାରେ 350 BCରେ। ଦେନ୍ କଳିଙ୍ଗ ୱାର୍ ହେଇଥିଲା 261 BCରେ। ଏଇଟା କାହା ଭିତରେ ହେଇଥିଲା ନା ମୌର୍ଯ୍ୟ ଡିନାଷ୍ଟି ଆଉ କଳିଙ୍ଗ ବିଷୟରେ ହେଇଥିଲା, କଳିଙ୍ଗ ଭିତରେ ହେଇଥିଲା। ଆଉ କଳିଙ୍ଗର ରାଜା ସେ ଟାଇମ୍ରେ କିଏ? ମୌର୍ଯ୍ୟମାନଙ୍କର ରାଜା ସେ ଟାଇମ୍ରେ କିଏ ଥିଲେ ନା ଅଶୋକ ଥିଲେ। ଦେନ୍ ମହାମେଘବାହାନ ଡିନାଷ୍ଟିକୁ ଏଷ୍ଟାବ୍ଲିଶ କରିଥିଲେ କିଏ? ମହାମେଘବାହାନ କେତେ ମସିହାରେ 100 BCରେ। ଦେନ୍ ସମୁଦ୍ରଗୁପ୍ତ 350 BCରେ କ'ଣ କରିଥିଲେ ନା କଳିଙ୍ଗକୁ କନକ୍ୟୁର କରିଥିଲେ। ଦେନ୍ 638-39 ମସିହାରେ ହୁଏନ୍ ଟିସାଙ୍ଗ ଇଣ୍ଡିଆକୁ ଆସିଥିଲେ। ଆଉ ପରଶୁରାମେଶ୍ୱର ଟେମ୍ପୁଲକୁ ଶୈଳୋଦ୍ଭବ ରୁଲର୍ସ ମାନେ କେବେ ଏଷ୍ଟାବ୍ଲିଶ କରିଥିଲେ? 650 ADରେ। ଆଉ ଫାଷ୍ଟ ଫିମେଲ ରୁଲର ହେଉଛନ୍ତି ତ୍ରିଭୁବନ ମହାଦେବୀ। ଦେନ୍ 882ରେ ଜନ୍ମେଞ୍ଜୟ ସମବଂଶୀ ଡିନାଷ୍ଟିକୁ ଏଷ୍ଟାବ୍ଲିଶ କରିଥିଲେ। ଆଉ 1100 ମସିହାରେ ଲିଙ୍ଗରାଜ ଟେମ୍ପୁଲ ଯେଉଁଟାକି ଭୁବନେଶ୍ୱରରେ ଅଛି ତାକୁ କେଉଁମାନେ ତିଆରି କରିଥିଲେ? ସମବଂଶୀ ରୁଲର୍ସ ମାନେ ତିଆରି କରିଥିଲେ। ଦେନ୍ ଆମେ ଦେଖିବା ହିଷ୍ଟୋରିକାଲ ନେମ୍ସ। କଳିଙ୍ଗଟା ଫାଷ୍ଟ ଆମେ ଦେଖୁଛୁ ଯେ ପ୍ରିନ୍ସ କଳିଙ୍ଗଙ୍କ ନାଁରେ ହେଇଛି। ଆଉ ଆମେ କଳିଙ୍ଗଟା ପୁରାଣ ଆଉ ମହାଭାରତରେ ମେନସନ୍ ହେଇଛି। ଦେନ୍ ଆମେ ଦେଖିବା ଉତ୍କଳ ହେଉଛି କଳିଙ୍ଗର ଗୋଟେ ପାର୍ଟ, ଯେଉଁଟାକି ନର୍ଦର୍ନ ପାର୍ଟକୁ ଆମେ କହିଥାଉ ଉତ୍କଳ ବୋଲି। ଆଉ ସେଇଟା ଆମର କେଉଁଥିରେ ମେନସନ୍ ଅଛି ନା ମହାଭାରତର କେଉଁଥିରେ ନା କର୍ଣ୍ଣ ଯେତେବେଳେ ଉତ୍କଳକୁ କନକ୍ୟୁର କରିବା ପାଇଁ ଆସିଥିଲେ। ଦେନ୍ ମହାକାନ୍ତରାକୁ କେଉଁମାନେ ଡିସ୍କଭର କରିଥିଲେ ନା ଗୁପ୍ତ ପିରିୟଡ଼ରେ ଡିସ୍କଭର କରାଯାଇଥିଲା। ଦେନ୍ ଏଇଟା ଏ ମହାକାନ୍ତରାକୁ କେଉଁ ରିଜନରେ ଯାଏ ନା କଳାହାଣ୍ଡିକୁ ଜୟପୁର ରିଜନରେ। ଉଡ୍ର ହେଉଛି ଆମେ ଆଗରୁ ଟିକେ ଆଗରୁ ପଢ଼ିଥିଲେ କେଉଁଟା ଥିଲା? କୋଷ୍ଟାଲ ରିଜନ, କୋଷ୍ଟାଲ କିଙ୍ଗଡମ୍ ଅଫ୍ ଓଡ଼ିଶା। ଦେନ୍ ହେଲା ଓଡ୍ର ଟ୍ରାଇବ୍ସ ମାନେ କେଉଁଠି ରହୁଥିଲେ ନା ରିଜନ ବିଟୱିନ୍ କଳିଙ୍ଗ ଆଣ୍ଡ କୋଶଳ। ଦେନ୍ ଓଡ଼ିଆନ ମାନଙ୍କ କେଉଁଥିରେ ମେନସନ୍ ଅଛି ନା ବୁଦ୍ଧିଷ୍ଟ ଟେକ୍ସଟରେ ମେନସନ୍ ଅଛି। କମଳ ମଣ୍ଡଳ ଏଇଟା ହେଉଛି ନର୍ଲା ଇନ୍ କଳାହାଣ୍ଡିରେ ଅଛି। ଆଉ ତାକୁ ଲୋଟସ୍ ରିଜନ ବି କୁହାଯାଏ। କୋଙ୍ଗଡ଼ଟା କେଉଁଠି ମେନସନ୍ ହେଇଛି? କପର ପ୍ଲେଟ୍ ଅଫ୍ ଗଞ୍ଜାମ। ଦେନ୍ ତୋଷାଳୀ ହେଉଛି ଯେତେବେଳେ ଆମେ କଳିଙ୍ଗ ଥିଲା, କଳିଙ୍ଗ ସିଟିର କ୍ୟାପିଟାଲ କିଏ ଥିଲା? ମାନେ ଯେତେବେଳେ ଯୁଦ୍ଧ ହେବା ଆଗରୁ ସେ ଟାଇମ୍ରେ ତାର କ୍ୟାପିଟାଲ କିଏ ଥିଲା? ଧଉଳି। ବଟ୍ ଯେତେବେଳେ କଳିଙ୍ଗକୁ ଜିତିଲା ଅଶୋକ ସେଇ ଟାଇମ୍ରେ ତାର କ୍ୟାପିଟାଲ କିଏ ହେଇଗଲା? ତୋଷାଳୀ। ଦେନ୍ ଡ୍ୟୁରିଂ ଅଶୋକା। ଦେନ୍ ଆମେ ଦେଖିବା ସୋର୍ସେସରେ ଫାଷ୍ଟ ହେଉଛି ମହାଭାରତରେ କାହା ବିଷୟରେ ମେନସନ୍ ଅଛି ନା କଳିଙ୍ଗ, ଓଡ୍ର, ବୈତରଣୀ, ଗଡ଼େଶ ବିରଜା। ରାମାୟଣରେ ମେନସନ୍ ଅଛି କଳିଙ୍ଗ ନଗର, ଗନ୍ଧମାର୍ଦ୍ଦନ, ଉତ୍କଳ। ଦେନ୍ ଦେଖିପାରିବା ଆମେ କପିଳ ସଂହିତା, ପ୍ରାଚୀ ମହାତ୍ମ୍ୟ। ଦେନ୍ ପୁରାଣସରେ ଆମେ ଦେଖିଲେ ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ଭାଗବତ ପୁରାଣ, ହରିବଂଶ ପୁରାଣ, ବିଷ୍ଣୁ ପୁରାଣ। ଏଇ ପୁରାଣ ଯେତିକି ଅଛି ଏଇଥିରେ କଳିଙ୍ଗ ଆଉ ଉତ୍କଳର ରୁଲର୍ସ ମାନଙ୍କ ବିଷୟରେ କୁହାଯାଇଛି। ଦେନ୍ ଜୈନ ଲିଟରେଚର ଯଦି ଦେଖିବା ଆବଶ୍ୟକ ନିରୁକ୍ତି ଗୋଟେ ଅଛି, ଯେଉଁଟାକି ଜୈନ ଲିଟରେଚର ଆମେ ପାଇପାରିବା ତାର ସୋର୍ସେସ୍। ଦେନ୍ ହରିବଂଶ, ଦେନ୍ ବୁଦ୍ଧିଷ୍ଟରୁ ପାଇଲେ ଦୀଘା ନିକାୟ, ଦେନ୍ ମଜିହିମା ନିକାୟ, ଦତ୍ତବଂଶ, ମହାବାସ୍ତୁ, କୁମ୍ଭକ ଜାତକ, କଳିଙ୍ଗ ବୋଧି ଜାତକରୁ ଆମେ ପାଇପାରିବା। ଦେନ୍ ଆମେ ଫରେନ୍ ଆକାଉଣ୍ଟ ଯଦି ଦେଖିବା, ଦେନ୍ ଫରେନ୍ ଆକାଉଣ୍ଟ ଅଛି ମେଗାସ୍ଥେନିସ୍ କ'ଣ କହିଥିଲେ ନା ଗାଙ୍ଗେଟିକ କଳିଙ୍ଗ ରିଜନ ବିଷୟରେ କହିଥିଲେ। ଦେନ୍ ପ୍ଲିନି କହିଲେ ନା ପ୍ଲିନି କ'ଣ କରିଥିଲେ ନା କଳିଙ୍ଗକୁ 3ଟା ଭାଗରେ ଭାଗ କରିଥିଲେ, ଗାଙ୍ଗେଟିକ, ମିଡିଲ ଆଉ କଳିଙ୍ଗ। ଗାଙ୍ଗେଟିକରେ ଗାଙ୍ଗାରାଇଟ୍, ଦେନ୍ ମିଡିଲରେ ମାକିଓ ଆଣ୍ଡ କଳିଙ୍ଗକୁ କଳିଙ୍ଗେଇ।
ଦେନ୍ ପଲେମି କ'ଣ କରିଥିଲେ, ତାକୁ ଡିଭାଇଡ଼ କରିଥିଲେ ପାଲୁର ନଏନଗାଇନ୍ କଟିକଡନ୍ କର୍ଣ୍ଣାଗର। ଦେନ୍ ହୁଏନ୍ ଟିସାଙ୍ଗ ଇଏ ହେଉଛନ୍ତି ଚାଇନିଜ୍ର, ସେ କାହା ବିଷୟରେ ଡେସ୍କ୍ରାଇବ୍ କରିଥିଲେ ନା ରିଲିଜିୟସ୍ କଣ୍ଡିସନ୍ ବିଷୟରେ ଡେସ୍କ୍ରାଇବ୍ କରିଥିଲେ। ଦେନ୍ ସେ କହିଥିଲେ ସି ୟୁ କି, ଯାହାର ମିନ୍ସ ହେଉଛି ଓଡ୍ରୋ ଆଜ୍ ଉଚ୍ଚା। ଦେନ୍ ଦେଖିବା ଆର୍କିଓଲୋଜିକାଲ୍ ସୋର୍ସରେ ଭାଲେଣ୍ଟାଇନ୍ ବାରି ନାମକ ଜଣେ ଥିଲେ, ସେ ଏକ୍ସପ୍ଲୋର କରିଥିଲେ କାହାକୁ ଅନୁଗୁଳ, ତାଲଚେର, ଢେଙ୍କାନାଳ, ବୁର୍ସାପାଲି। ଦେନ୍ ପରମାନନ୍ଦ ଆଚାର୍ଯ୍ୟ ସେ ପାଲିଓଲିଥିକ୍ ସାଇଟ୍ ଥିଲା, ତାକୁ ଡିସ୍କଭର କରିଥିଲେ, ତାର ନାଁ ହେଉଛି କୁଲିନା। ଦେନ୍ ଅଶୋକନ ରକ୍ ଆଗେଟ୍ସ ଯେଉଁ ଅଛି ତାର ନାଁ ହେଉଛି ଧଉଳି, ଜଉଗଡ଼। ଏଇଥିରେ ଆମର କ'ଣ ପାଇବା ନା କଳିଙ୍ଗ ହିଷ୍ଟ୍ରି ବିଷୟରେ ଆମେ ଦେଖିବାକୁ ପାଇବା। ଦେନ୍ ଅଛି ଡାଇମଣ୍ଡ ଟ୍ରାଇଙ୍ଗେଲ୍ ହେଉଛି ଉଦୟଗିରି, ରତ୍ନଗିରି, ଲଳିତଗିରି। ଏହାକୁ ଯଦି ଆମେ ମନେ ରଖିବା ପାଇଁ ଯିବା, ତାର ଟ୍ରିକ୍ ଯଦି ଲେଖିବା, ଟ୍ରିକ୍ ହେଉଛି URL ଉଦୟଗିରି, ରତ୍ନଗିରି, ଲଳିତଗିରି। ଦେନ୍ ମଣିକା ପାଟଣା ଯେଉଁ ଅଛି ସେଇଥିରେ କ'ଣ ଓଡ଼ିଶାର ସୋସିଆଲ, ଇକୋନୋମିକ୍ ଆଣ୍ଡ ମାରିଟାଇମ୍ ହିଷ୍ଟୋରୀ ବିଷୟରେ ଲେଖା ହେଇଛି। ଉଦୟଗିରି ଆଉ ଖଣ୍ଡଗିରି କେଭ୍ସ ଯେଉଁ ଅଛି ସେଇ ସବୁ ଜୈନ ମଙ୍କ୍ସମାନଙ୍କ ରେସିଡେନ୍ସ ବୋଲି କୁହାଯାଏ। ଦେନ୍ ଦେଖିବା ଇନସ୍କ୍ରିପସନ୍ରେ ପିକ୍ଟୋଗ୍ରାଫିକ୍ ଯେଉଁ ହେଉଛି, ପିକ୍ଟୋଗ୍ରାଫିକ୍ରେ ବିକ୍ରମ ଖୋଲ ଅଛି ଝାରସୁଗୁଡ଼ାରେ, ଗୋଡ଼ହାଣ୍ଡି ଅଛି କଳାହାଣ୍ଡିରେ। ଦେନ୍ ଅଶୋକନ ରାଇଟ୍ସ ଆମେ ଜାଣିଲେ ଯେ ଅଶୋକଙ୍କର ଆଡମିନିଷ୍ଟ୍ରେସନ୍ ବିଷୟରେ କହୁଛି। ହାତୀଗୁମ୍ଫା ଇନସ୍କ୍ରିପସନ୍ କାହାର, ଖାରବେଳଙ୍କର କାର୍ଯ୍ୟକାଳ ବିଷୟରେ ଦେଖେଇବ। ଦେନ୍ ଅସନପାଟ ଷ୍ଟୋନ୍ ଇନସ୍କ୍ରିପସନ୍ଟା ଆର୍ଲି ରୁଲର୍ସମାନଙ୍କ ବିଷୟରେ ଡିଟେଲ୍ସରେ କହିଥାଏ। ଦେନ୍ କଏନ୍ସ ଦେଖିଲେ ପଞ୍ଚମାର୍କ କଏନ୍ସ ମାନେ କ'ଣ, ଗୋଟେ କଏନ୍ରେ କିଛି ଗୋଟେ ଚିହ୍ନ ଥିବ, ଯେମିତିକି ସନ୍, ଆନିମଲ୍, ବାର୍ଡସ୍, ଜିଓମେଟ୍ରିକ୍ ଡିଜାଇନ୍, ଏଇସବୁ ଏଗୁଡ଼ା ଆମେ କେଉଁଠି ପାଇଥାଏ, କୋଷ୍ଟାଲ ରିଜନ୍ରେ। ଆଉ ପଞ୍ଚମାର୍କ କଏନ୍ସ ଗୁଡ଼ା ଯେଉଁ ତିଆରି ହେଇଥାଏ ସେଇ ସବୁ ସିଲଭର ଆଉ କପରର ଥାଏ। ଦେନ୍ ହେଉଛି ପୁରୀ କୁସନ୍ସ କଏନ୍ସ, ଏଇଟା ଆମେ ମୋଷ୍ଟଲି ଦେଖିବାକୁ ପାଇଥାଉ ମୟୂରଭଞ୍ଜ ଆଉ ଗଞ୍ଜାମ ରିଜନ୍ରେ। ଦେନ୍ ଗୁପ୍ତ କଏନ୍ ମୋଷ୍ଟଲି ଆମେ ଦେଖିବାକୁ ପାଇଥାଉ ଗୋଲ୍ଡ ଆର୍ଚରର। ଦେନ୍ ଆମେ ସେଇଟା କେଉଁଠୁ ଗୋଟେ ଦେଖିପାରିବୁ, ବାଣପୁରରେ ପାଇବା, ଖିଚିଙ୍ଗସରେ ପାଇବା, ଅନୁଗୁଳରେ ପାଇବା। ଦେନ୍ ନଳ କଏନ୍ସ କେଉଁଠି କେମିତି ହେଇଥାଏ, ହମ୍ପଡ ବୁଲ୍ ୱିଥ୍ କଳିଙ୍ଗସ୍ ନେମ୍, କଳିଙ୍ଗର ନାଁ ଥିବ ଆଉ ହମ୍ପଡ ବୁଲ୍ ହେଇଥିବ। ଆମେ କେଉଁଠି ପାଇବା, ୱେଷ୍ଟର୍ଣ୍ଣସ ଓଡ଼ିଶା। ନଳ କଏନ୍ ପାଇବା କେଉଁଠି, ୱେଷ୍ଟର୍ଣ୍ଣ ଓଡ଼ିଶାରେ। ଦେନ୍ ଦେଖିବା ଓଡ଼ିଶା। ଆମେ ଜାଣିଛେ ଯେ ଓଡ଼ିଶା ଯେତେବେଳେ ଆମ ଇଣ୍ଡିଆ ତିଆରି ହେଇଥିଲା ସେଇଟା କେଉଁଠୁ ତିଆରି ହେଇଥିଲା, ଗୋଣ୍ଡୱାନାଲ୍ୟାଣ୍ଡରୁ। ଗୋଣ୍ଡୱାନା ସୁପର କଣ୍ଟିନେଣ୍ଟ ଯେଉଁଟା ଥିଲା ସେଇଠୁ ତିଆରି ହେଇଥିଲା। ତ ଓଡ଼ିଶାଟା ଆମର କେଉଁଥିରେ ଯିବ, ଗୋଣ୍ଡୱାନାଲ୍ୟାଣ୍ଡ ସୁପର କଣ୍ଟିନେଣ୍ଟରେ ଯିବ। ସେଇଥିରେ ସବୁ ଯେହେତୁ ଏଇଟା ଗୋଟେ ଓଲ୍ଡେଷ୍ଟ ରକ୍ଟେ, ଦେନ୍ ଏଇଟା କ'ଣ ଓଡ଼ିଶାର ରକ୍ ବି କେମିତି ହେଇଥିବ, ଓଲ୍ଡେଷ୍ଟ ରକ୍ ପ୍ରି କାମ୍ବ୍ରିଆନ୍ ଏରିଆ ଟାଇମ୍ର। ଦେନ୍ ଏଇଠି ଆମେ ପ୍ରିହିଷ୍ଟୋରିକ୍ ସାଇଟ୍ ଯଦି ଦେଖିବା, ଗର୍ଜନ ଡୋଙ୍ଗର ପାଇବା କେଉଁଠି, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ। ଉଷା କୋଠି ଦେଖିବାକୁ ମିଳିବ ସମ୍ବଲପୁରରେ, ବିକ୍ରମ ଖୋଲ ଝାରସୁଗୁଡ଼ା। ଦେନ୍ ଷ୍ଟୋନ୍ ଟୁଲ୍ସ ଯଦି ଆମେ ଦେଖିବା, ଦେନ୍ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁର। ଦେନ୍ ରକ୍ କେଭିଂ ଆଣ୍ଡ ପେଣ୍ଟିଂ ଯଦି ଦେଖିବାକୁ ଯିବା, ଦେନ୍ ପାଇବା ଗୋଡ଼ହାଣ୍ଡି ହିଲ୍ସ କଳାହାଣ୍ଡି। କେଭ୍ ପେଣ୍ଟିଂ ପାଇବା ଆମେ କେଉଁଠି, ଯୋଗୀମଠ କେଉଁଠି, ଖରିଅରରେ। ଦେନ୍ ଦେଖିବା ଡିନାଷ୍ଟିର ଫାଷ୍ଟ ଆମେ ଦେଖିବା ନନ୍ଦ। ଆମ ଇଣ୍ଡିଆକୁ କହୁଛି, ଓଡ଼ିଶାକୁ ଫାଷ୍ଟ ରୁଲ୍ କରିବାକୁ ଆଇଥିଲେ ନନ୍ଦ ଡିନାଷ୍ଟି ମାନେ। ନନ୍ଦ ଡିନାଷ୍ଟିର ଫାଉଣ୍ଡର କିଏ ଥିଲେ ନା ମହାପଦ୍ମ ନନ୍ଦ। ଫାଉଣ୍ଡର କିଏ, ମହାପଦ୍ମ ନନ୍ଦ। ଏମାନଙ୍କ ବିଷୟରେ ଆମେ ଏଭିଡେନ୍ସ କେଉଁଠୁ ପାଇଥାଉ ନା ପଟେରୀ ଆଉ ପଞ୍ଚ ମାର୍କ କଏନ୍ରୁ ପାଇଥାଉ। କେଉଁଟା, ବ୍ଲାକ୍ ପଲିଶ ପଟେରୀ ଆଉ ପଞ୍ଚ ମାର୍କ କଏନ୍ରୁ ଆମେ ପାଇଥାଉ। ଏଇସବୁ ବ୍ଲାକ୍ ପଲିଶ ପଟେରୀ ଆଉ ପଞ୍ଚ ମାର୍କ କଏନ୍ ଆମେ କେଉଁଠୁ ପାଇଥାଉ, ଅସୁରଗଡ଼ରୁ ପାଇଥାଉ, ଯେଉଁଟାକି କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଯାଉଛି। ଦେନ୍ ଆମେ ନନ୍ଦ ଡିନାଷ୍ଟିର ରୁଲର୍ସ ମାନେ ଇରିଗେସନ୍ ପ୍ରୋଜେକ୍ଟ ତିଆରି କରିଥିଲେ, ସେଇଟା ଆମେ କେଉଁଠି ଦେଖିବାକୁ ପାଇଥାଉ, ହାତୀଗୁମ୍ଫା ଇନସ୍କ୍ରିପସନ୍ରେ ଦେଖିବାକୁ ପାଇଥାଉ। ଉଦୟଗିରି ଯେଉଁଟା ଅଛି ସେଇଥିରୁ ଆମେ ଦେଖିବାକୁ ପାଇଥାଉ ବିଲ୍ଡ ଇରିଗେସନ୍ ପ୍ରୋଜେକ୍ଟ ଇନ୍ କଳିଙ୍ଗ। ଦେନ୍ ନନ୍ଦ ରୁଲରମାନଙ୍କର ଲାଷ୍ଟ ରୁଲର ହେଉଛନ୍ତି ଧନାନନ୍ଦ। କିଏ, ଧନାନନ୍ଦଙ୍କୁ ଡିଫିଟ୍ କଲେ କିଏ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଧନାନନ୍ଦଙ୍କୁ ଡିଫିଟ୍ କଲା ପରେ ଦେନ୍ ସେମାନେ ଏଷ୍ଟାବ୍ଲିଶ୍ କଲେ କ'ଣ, ମୌର୍ଯ୍ୟ ଏମ୍ପାୟାର। ମୌର୍ଯ୍ୟ ଏମ୍ପାୟାରର ଆଉ ଜଣେ କିଙ୍ଗ ହେଉଛନ୍ତି ଅଶୋକ ଲଳିତ ଯୁଦ୍ଧ କରିଥିଲେ କେଉଁଟା, କଳିଙ୍ଗ ୱାର୍। କେବେ ହେଇଥିଲା, 261 BCରେ। କାହା ଭିତରେ ହେଇଥିଲା, ମୌର୍ଯ୍ୟ ଏମ୍ପାୟାର ଭର୍ସେସ୍ କିଙ୍ଗଡମ୍ ଅଫ୍ କଳିଙ୍ଗ। ଦେନ୍ ଏଇଟା କେଉଁଠି ମେନସନ୍ ଅଛି, 13th
ରକ୍ ଏଡିକ୍ଟସରେ ମେନସନ୍ ଅଛି। ଅଶୋକ ଯେତେବେଳେ ଯୁଦ୍ଧ ହେଲା, ଯୁଦ୍ଧ ପରେ ସେ କ'ଣ କରିଥିଲେ, ଭାଇଲେନ୍ସକୁ ଛାଡ଼ିକି ସେମାନେ ବୁଦ୍ଧ ଧର୍ମ ନେଇଥିଲେ। କାହା ହେଲ୍ପରେ? ଉପଗୁପ୍ତଙ୍କର ହେଲ୍ପରେ। ଦେନ୍ ତାଙ୍କର କଳିଙ୍ଗର କ୍ୟାପିଟାଲ କାହାକୁ କରିଥିଲେ? ତୋଷାଳୀ। ସେଇ ଟାଇମ୍ରେ ତାଙ୍କର ଦୁଇଟା ଏଡିକ୍ଟ ଯେଉଁ କରିଥିଲେ ସେଇଟା ତାର ନାଁ କ'ଣ? ଧଉଳିକୁ ଜଉଗଡ଼। ଧଉଳିଟାକୁ କେଉଁଟା କ'ଣ କୁହାଯାଏ? ରକ୍ ଏଡିକ୍ଟ ଫାଷ୍ଟ ରକ୍ ଏଡିକ୍ଟ ହେଉଛି ଧଉଳିରେ। ଆଉ ଧଉଳି ଆଉ ଜଉଗଡ଼ରେ ଅଶୋକଙ୍କର ଆଡ଼ମିନିଷ୍ଟ୍ରେଟିଭ୍ ସିଷ୍ଟମ୍ ବିଷୟରେ ଲେଖା ହେଇଛି। ଆଉ ସେ ଆପଏଣ୍ଟମେଣ୍ଟ ଦେଇଥିଲେ 3 ଜଣଙ୍କୁ। ଗୋଟେ ଅନ୍ତ ମହାମନ୍ତ୍ର ଯିଏକି ଆଡ଼ମିନିଷ୍ଟ୍ରେସନକୁ ଦେଖିବ, ଆଉ ଧର୍ମ ମହାମନ୍ତ୍ର ଯିଏକି ସ୍ପିରିଚୁଆଲକୁ ଦେଖିବ, ଆଉ ରାଜୁକସ ଯିଏକି ୱେଲଫେୟାରକୁ ଦେଖିବ। ଦେନ୍ ଦେଖିବା ଛେଦି ଡିନାଷ୍ଟି ଅର୍ ମହାମେଘବାହାନ ଡିନାଷ୍ଟି। ଏଇଥିରେ ଏହାର ଫାଉଣ୍ଡର ହେଉଛନ୍ତି ମହାମେଘବାହାନ। ଇଏ ହେଉଛନ୍ତି ଛେଦି କ୍ଲାନ୍ର। ଦେନ୍ ୟାଙ୍କର ଇଏ କ'ଣ କରିଥିଲେ, ଫାର୍ଷ୍ଟ ସେଞ୍ଚୁରୀ ବିସିରେ କଳିଙ୍ଗ ଆଉ ତୋଷାଳୀକୁ କନକ୍ୱର କରିଥିଲେ। ଦେନ୍ ୟାର ଥାର୍ଡ଼ ରୁଲର ହେଉଛନ୍ତି ଖାରବେଳ। ଖାରବେଳ ସାତବାହନ କିଙ୍ଗଡମ୍କୁ ଇନଭାଇଟ୍ କରିଥିଲେ ଆଉ ରିବିଲ୍ଡ କରିଥିଲେ। କାହାକୁ? କଳିଙ୍ଗ ନଗରୀକୁ ରିବିଲ୍ଡ କରିଥିଲେ। ନା ଏଇଟା କାହିଁକି କରିଥିଲେ? ଯେତେବେଳେ ଗୋଟେ ଥର ସାଇକ୍ଲୋନ୍ ଆସିଥିଲା, ଦେନ୍ ଏଇଟା ଭାଙ୍ଗି ଯାଇଥିଲା, ତ ସେଇଟାକୁ ସେ ରିବିଲ୍ଡ କରିଥିଲେ। ଦେନ୍ ତାଙ୍କର କାର୍ଯ୍ୟକାଳ ବିଷୟରେ କେଉଁଥିରେ ଲେଖା ହେଇଛି? ହାତୀଗୁମ୍ଫା ଇନସ୍କ୍ରିପସନରେ ଲେଖା ହେଇଛି। ଆଉ ସେମାନେ କେଉଁ ଧର୍ମ ନେଇଥିଲେ? ନା ଜୈନ ଧର୍ମ ନେଇଥିଲେ। ଦେନ୍ ମୁରାଣ୍ଡା ଡିନାଷ୍ଟି। ମୁରାଣ୍ଡା ଡିନାଷ୍ଟି ହେଉଛି ଗୋଟେ ଫରେନ୍ ଟ୍ରାଇବ୍ ଯିଏକି କୁଶାନ୍ସ ମାନଙ୍କ ସାଙ୍ଗରେ ମିଶିକି ଆସିଥିଲେ ୱିଥ୍ କୁଶାନ୍ସ। ୟାଙ୍କ ବିଷୟରେ କେଉଁଠି ମେନସନ୍ ଅଛି? ମହାରାଜା ଗଣଭଦ୍ରଙ୍କର ଷ୍ଟୋନ୍ ଇନସ୍କ୍ରିପସନ୍ ଭଦ୍ରକରେ ମେନସନ୍ ଅଛି। ଦେନ୍ ଦେଖିବା ଗୁପ୍ତ ଡିନାଷ୍ଟି। ଗୁପ୍ତ ଡିନାଷ୍ଟିର ଫାଉଣ୍ଡର ହେଉଛନ୍ତି କିଏ? ଶ୍ରୀଗୁପ୍ତ। ଶ୍ରୀଗୁପ୍ତ ଆଉ ଗୋଟେ ରାଜା ହେଉଛନ୍ତି ସମୁଦ୍ରଗୁପ୍ତ। ସମୁଦ୍ରଗୁପ୍ତଙ୍କର ଆଉ ଗୋଟେ ତାଙ୍କୁ କୁହାହୁଏ ନେପୋଲିଆନ୍ ଅଫ୍ ଇଣ୍ଡିଆ ବୋଲି। ତାଙ୍କ ପୁଅ କ'ଣ କରିଥିଲା? ସାଉଥ୍ ଇଣ୍ଡିଆନ୍ କ୍ୟାମ୍ପେନରେ ଯାଇକି କଳିଙ୍ଗ ପ୍ରୋଭିନ୍ସକୁ 4 ଭାଗରେ ଭାଗ କରିଥିଲେ, ଯାହାର ନାଁ ଥିଲା କଟୁରା, ଏରାଣ୍ଡପାଲା, ଦେବରାଷ୍ଟ୍ର ଆଉ ପିସ୍ତାପୁର। ଦେନ୍ ଯେତେବେଳେ ସେ ସାଉଥ୍ ଇଣ୍ଡିଆନ୍ କ୍ୟାମ୍ପେନରେ ଯାଇଥିଲେ, ସେ ଟାଇମ୍ରେ ସେ କ'ଣ କରିଥିଲେ ନା ଏମାନଙ୍କର ରୁଲର୍ସ ମାନଙ୍କୁ ଡିଫିଟ୍ କରିଥିଲେ। ଯେମିତିକି କଠୁଆର ରୁଲର ସ୍ୱାମୀ ଦତ୍ତ, ଏରାଣ୍ଡପାଲାର ରୁଲର ଦମନା, ଦେନ୍ ଦେବରାଷ୍ଟ୍ରର କୁଟେରା, ପିସ୍ତାପୁରର ମହେନ୍ଦ୍ରଗିରି, ଏସବୁ ସେ କ'ଣ କରିଥିଲେ? କନକ୍ୱର କରିଥିଲେ। ଦେନ୍ ଆସିଲା ମଠାରା। ମଠାରା ମାନେ ଏଇଠି ମରାଠା ନୁହଁ, ମଠାରା। ମଠାରାର ଫାଉଣ୍ଡର ହେଉଛନ୍ତି ବିଶାଖ ବର୍ମନ। କ୍ୟାପିଟାଲ ହେଉଛି ବର୍ଦ୍ଧମାନପୁର ହେଲା। ଏମାନେ ହେଉଛନ୍ତି ସମସ୍ତେ ଡିଭୋଟି କାହାର? ବିଷ୍ଣୁଙ୍କର। ଆଉ ଏମାନେ କଳିଙ୍ଗକୁ 3 ଭାଗରେ ଭାଗ କରିଥିଲେ, ଯାହାର ନାଁ ଥିଲା ପାଞ୍ଚାଳୀ, ଭୋଗା, ଭିଷବ। ଏମାନେ କ'ଣ କରୁଥିଲେ? ମାଇଟାଇନ୍ ଟ୍ରେଡ୍ କରୁଥିଲେ। କାହା ସହ? ସାଉଥ୍ ଇଷ୍ଟ ଏସିଆନ୍ କଣ୍ଟ୍ରିଜ୍ ମାନଙ୍କ ସହ ମାଇଟାଇନ୍ ଟ୍ରେଡ୍ କରୁଥିଲେ। ୟାଙ୍କର ଗ୍ରେଟ୍ ସିଟି ପୋର୍ଟ ଗୋଟେ ଥିଲା, ତାହାର ନାଁ ଥିଲା କ'ଣ? ଦନ୍ତପୁର। ୟାଙ୍କର ଗୋଟେ ରାଜା ହେଉଛି ଉମାଭର୍ମନ, ଯିଏ ତାଙ୍କୁ ନିଜକୁ ନିଜେ କହୁଥିଲେ ଯେ ଡିକ୍ଲେୟାର କରିଥିଲେ ସେ ହେଉଛନ୍ତି ଲର୍ଡ଼ ଅଫ୍ କଳିଙ୍ଗ। ସେ ଲର୍ଡ଼ ଅଫ୍ କଳିଙ୍ଗ ବୋଲି ନିଜକୁ ନିଜେ ଡିକ୍ଲେୟାର କରିଥିଲେ। ଦେନ୍ ଦେଖିବା ନଳ ଡିନାଷ୍ଟି। ନଳ ଡିନାଷ୍ଟିର ଫାଉଣ୍ଡର ହେଉଛନ୍ତି ଭୀଷଧ୍ୱଜ ଆଉ ତାଙ୍କର କ୍ୟାପିଟାଲ ହେଉଛି ପୁଷ୍କରି। ସେ ତାଙ୍କର ରିଜନ୍ ହେଉଛି ତ୍ରିକଳିଙ୍ଗ। କୋଉଟା? କୋରାପୁଟକୁ କଳାହାଣ୍ଡିକୁ ନେଇକି ହେଉଛି। ଆମର ଲାଷ୍ଟ ରୁଲର ଥିଲେ ସ୍କନ୍ଦ ବର୍ମନ। ଦେନ୍ ଦେଖିବା ମେଘସ୍ ମାନଙ୍କର କେମିତି ତିଆରି ହେଇଥିଲେ? ନା ମହାମେଘବାହାନ ଯେତେବେଳେ ସାତବାହନ ମାନଙ୍କୁ ଡିଫିଟ୍ କରିଥିଲେ, ସେଇ ଟାଇମ୍ରେ ସାତବାହନ ମାନଙ୍କର ସେମାନେ କ'ଣ କରିଥିଲେ ନା ଏଷ୍ଟାବ୍ଲିଶ କରିଥିଲେ କ'ଣ? ଏମ୍ପାୟାରଟାକୁ କେଉଁଠି? କୋଶଳରେ। ତାକୁ କ'ଣ କୁହାହେଲା? ମେଘସ୍ ମାନେ କାହାକୁ କେଉଁ ଜାଗାରେ ରୁଲ୍ କରୁଥିଲେ? ନା ମଡର୍ଣ୍ଣ ରାୟପୁର, ବିଳାସପୁର ଡିଷ୍ଟ୍ରିକ୍ଟ, ସମ୍ବଲପୁର, ସୁନ୍ଦରଗଡ଼ ଏଣ୍ଡ ବଲାଙ୍ଗୀରରେ। ୟାଙ୍କର ଲାଷ୍ଟ ରୁଲର କିଏ ଥିଲା? ମହେନ୍ଦ୍ର ମେଘ। ଦେନ୍ ସର୍ବପୁରିଆସ ମାନଙ୍କର ଫାଉଣ୍ଡର ଥିଲା ସର୍ବରାଜା ଆଉ କ୍ୟାପିଟାଲ ଥିଲା ସର୍ବପୁରା। ଲାଷ୍ଟ ରୁଲର ଥିଲେ ସୁରଦେବ ରାଜା 2। ଦେନ୍ ଦେଖିବା ଭିନ୍ଦ୍ୟତବି, ଯେଉଁଟାକୁ ନାଗସ ମାନେ ରୁଲ୍ କରୁଥିଲେ। ତାଙ୍କର ରୁଲ୍ କେଉଁଠି କରୁଥିଲେ? ନା କେଉଁଝର ଆଉ ଢେଙ୍କାନାଳରେ। ଦେନ୍ ଦେଖିବା
ଶୈଳୋଦ୍ଭବ ଡିନାଷ୍ଟି। ଶୈଳୋଦ୍ଭବ ଡିନାଷ୍ଟିର ଫାଉଣ୍ଡର ହେଉଛନ୍ତି ଶୈଳୋଦ୍ଭବ ଆଉ ଲାଷ୍ଟ ରୁଲର ହେଉଛନ୍ତି ମଧ୍ୟମ ରାଜା 3। ଏମାନେ ପରଶୁରାମେଶ୍ୱର ଟେମ୍ପୁଲ ଯେଉଁଟା ଭୁବନେଶ୍ୱରରେ ଅଛି ତାହାକୁ ବିଲ୍ଡ କରିଥିଲେ। ଦେନ୍ ଦେଖିବା ଆମେ ଭୌମକର ଡିନାଷ୍ଟି। ଭୌମକର ଡିନାଷ୍ଟିର ଫାଉଣ୍ଡର ହେଉଛନ୍ତି କ୍ଷେମଙ୍କର ଦେବ। କ୍ୟାପିଟାଲ ହେଉଛି ଗୁହଦେବ ପାଟକା ଯେଉଁଟାକି ମଡ଼ର୍ଣ୍ଣ ଯାଜପୁର ଡିଷ୍ଟ୍ରିକ୍ଟରେ ଅଛି। ଲାଷ୍ଟ ରୁଲର ହେଉଛନ୍ତି ଶୁଭଙ୍କର ଦେବ 5। ଫାଷ୍ଟ ଫିମେଲ୍ ରୁଲର କିଏ? ତ୍ରିଭୁବନ ମହାଦେବୀ 1 ଯିଏକି ଶକ୍ତିକର ଦେବଙ୍କର ୱାଇଫ୍ ଥିଲେ। ଦେନ୍ ଗୌରୀ ମହାଦେବୀ ଯିଏକି ଶୁଭଙ୍କର ଦେବ 5ର ୱାଇଫ୍, ସେ କ'ଣ କରିଥିଲେ? ଗୌରୀ ଟେମ୍ପୁଲ ତିଆରି କରିଥିଲେ। କେଉଁଠି? ଭୁବନେଶ୍ୱରରେ। ଦେନ୍ ଏମାନେ ଭୌମକର ଡିନାଷ୍ଟିର ଲୋକମାନେ କ'ଣ କରୁଥିଲେ? ପ୍ରିମୋଜି ନେଚରକୁ ଫଲୋ କରୁଥିଲେ। ପ୍ରିମୋଜି ନେଚରର ମିନ୍ସ ହେଉଛି ଯଦି ଗୋଟେ ରାଜାର ବଡ଼ ପୁଅ ହିଁ ସବୁବେଳେ ରାଜା ହେବ। ଦେନ୍ ସେମାନେ ବର୍ଣ୍ଣ ସିଷ୍ଟମକୁ ଫଲୋ କରୁଥିଲେ। ବର୍ଣ୍ଣ ସିଷ୍ଟମ ମାନେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏଇସବୁକୁ ସେମାନେ ଫଲୋ କରୁଥିଲେ। ଦେନ୍ ଦେଖିବା ଆମେ ସୋମବଂଶୀ ଡିନାଷ୍ଟି। ସୋମବଂଶୀ ଡିନାଷ୍ଟିର ଫାଉଣ୍ଡର ହେଉଛନ୍ତି କିଏ? ଜନ୍ମେଞ୍ଜୟ 1 ଯିଏକି ପାଣ୍ଡୁବଂଶୀ ବୋଲି, ତାଙ୍କୁ ପାଣ୍ଡୁବଂଶୀ ବୋଲି ମଧ୍ୟ କୁହାଯାଇଥାଏ। ଏଇ ସୋମବଂଶୀ ରୁଲିଂ ଟାଇମ୍ରେ କଳିଙ୍ଗ, ଉତ୍କଳ, କଙ୍ଗଡ଼, କୋଶଳ ସବୁତକ ସୋମବଂଶୀ ଡିନାଷ୍ଟି ଅଣ୍ଡରରେ ଯାଉଥିଲେ। ୟାଙ୍କର ଲାଷ୍ଟ ରୁଲର ହେଉଛି ଜନ୍ମେଞ୍ଜୟ 2। ୟାଙ୍କ ଟାଇମ୍ରେ କଳିଙ୍ଗକୁ ଭାଗ କରାଯାଇଥିଲା ମଣ୍ଡଳରେ, ମଣ୍ଡଳକୁ ସବଡିଭାଇଡ଼ କରାଯାଇଥିଲା ଭୁକ୍ତିରେ। ଭୁକ୍ତିରେ କିଏ କିଏ ଯାଉଥିଲେ? ନା ଭୋଗ, ଖଣ୍ଡ, ଗ୍ରାମ ଯାଉଥିଲେ। ଏମାନେ ୟାଙ୍କ ଟାଇମ୍ରେ ବହୁତ ଟାଇମ୍ କ୍ୟାପିଟାଲ ସିଫ୍ଟ ହେଇଥିଲା, ଯେମିତିକି ଭିନିତାପୁରକୁ, ତାପରେ ମାରୁସୀମାକୁ, ଦେନ୍ ସୁବର୍ଣ୍ଣପୁରକୁ ହେଇଥିଲା, ଦେନ୍ ଯଜାତି ନଗରକୁ ହେଇଥିଲା।